ନାତୁଣୀ କହୁଛି ଆଈକୁ, ଆଈ କହିଲ ତମ ଯୁଗ ଭଲ ଥିଲା ନା ଆମ ଯୁଗ ଭଲ। ଆଈ କହୁଛି ନାତୁଣୀକୁ, ତମର ଏ 2000 2 ଲକ୍ଷ ଯୁଗଠାରୁ ଆମ ଯୁଗ ସତେ କେତେ ଭଲ ତାହା ମୁଁ କହିବି କେମିତି ନାତୁଣୀଲ ତୋତେ। ନାତୁଣୀ କହୁଛି କାହିଁକି, ଆମର ତ ଏଠି ଧନ ସମ୍ପତ୍ତି କେଉଁଥିରେ ଅଭାବ ନାହିଁ, ପୁଣି ଆମ ଯୁଗ କେମିତି ହେଲା ନାହିଁ ଭଲ। ନାତୁଣୀକୁ ଆଈ କହୁଛି ହସି, ତମର ଏ ଯୁଗରେ ଧନ ସମ୍ପତ୍ତି ବହୁତ, କିନ୍ତୁ ନାହିଁ ସ୍ନେହ ମମତାର ଭାବ, ନାହିଁ ସଂଯମତା। ଯେଉଁ ସଂଯମତା ନାହିଁ ବୋଲି ଆଜି କେତେ ଅଘଟଣ ଘଟଣା ଘଟୁଛି, ତାହା କ'ଣ କାହାକୁ ଅଛପା। ମୁଁ ପରା ଆଖିରେ ଚଷମା ପିନ୍ଧି ପଢ଼ୁଛି ନ୍ୟୁଜ୍ ପେପର ଡେଲି, ଏକଥା କି ତୁ ଜାଣୁନାହୁଁ ନା ଜାଣିପାରୁନାହୁଁ ବୋଲି। ନାତୁଣୀ କହୁଛି ସତ କହୁଛୁ ଆଈ, ଏ ଯୁଗରେ ସଂଯମତା ନାହିଁ। କୁନି ଶାରୀ ପରି ଭଳି ଟିକି ଟିକି କଢ଼ି ଫୁଟିବା ଆଗରୁ ଫୁଲ ହୋଇ ଯାଉଛନ୍ତି ଝରି। କେମିତି ସହିବ ଏ ଛାତି ଏସବୁ ଦେଖି ଆମର, ଦୁଃଖ ଲାଗୁଛି ଭାବି ଆମ ଭବିଷ୍ୟତ କଥା ଆମର। ନାତୁଣୀ କହୁଛି ଆଈକୁ, କେମିତି ଏସବୁ ପାଇବୁ ଆମେ ଫେରି, ପୁଣି ଆଈ ତୁମ ଯୁଗକୁ ଆଣି। ନାତୁଣୀକୁ ଆଈ କହୁଛି ହସି, ବିଶ୍ୱାସ ରଖ ତୁ ଈଶ୍ୱର ବିଶ୍ୱାସୀ, ସଂଯମୀ ହୁଅ ସଦାସର୍ବଦା ମନରେ ଆଣି ଭକତି। ମେଡ଼ିଟେସନ୍ ଯୋଗ ଆଉ ପ୍ରାଣାୟାମ କରି ନିଜକୁ କର ସଂଯମୀ ପୁଣି। ତୁମ ଓଠରେ ଆଣିବ ହସ, ଫୁଟେଇବ ତୁମ ଭବିଷ୍ୟତର ବାସ। ପୁଣି ହସିବ ଏ ଦୁନିଆ, ହସିବ ସମାଜ, ସମସ୍ତଙ୍କ ଭିତରେ ରହିବ ସ୍ନେହ ସଦା ଆଉ ଆଦର ପୁଣି। ନାତୁଣୀ କହୁଛି ସତେଲୋ ଆଈ, ତମ ଯୁଗ ଭଲ ଥିଲା, ଏ ଯୁଗ ନାହିଁ ଭଲ। ତଥାପି ଆମେ ସମସ୍ତେ ଶପଥ କରିବା, ଆମ ସମସ୍ତଙ୍କ ଭିତରେ ଆଣିବା ସଂଯମତା ଆଣି। ଏକଥା ଆଜିଠାରୁ ଆମ ମନରେ ରଖି ସମସ୍ତେ ହେବା ସଂଯମୀ ପୁଣି, ରଖିବା ବିଶ୍ୱାସ ଈଶ୍ୱରଙ୍କ ଉପରେ ପୁଣି। ମେଡ଼ିଟେସନ୍ ଯୋଗ ଆଉ ପ୍ରାଣାୟାମ କରି କାହା ପାଇଁ କିଛି ନ କରିପାରିଲେ ନାହିଁ, ସମସ୍ତଙ୍କ ପାଇଁ ମଙ୍ଗଳ ମନାସି, ଦୁଇ ପାଦ ମିଠା କଥା ପାରିବା ତ କହି। ଅରୁପମ ଷ୍ଟାରରେ ଲେଖିକା ଅନ୍ନପୂର୍ଣ୍ଣା ମହାନ୍ତି ସମସ୍ତଙ୍କର ମଙ୍ଗଳ କାମନା କରି ସବୁ ବନ୍ଧୁମାନଙ୍କ ଠାରୁ ବିଦାୟ ନେଉଛି ପୁଣି, ଆସିବି ବୋଲି ଆଉ ଗୋଟେ ଭିଡ଼ିଓ ଆଣି। ଏଥିରେ ରହିଛି ଅନେକ ଗୀତ କଥା ଆଉ କବିତା ପୁଣି, ଦେଖିବାକୁ ମୋର ଅନୁରୋଧ ସବୁ ବନ୍ଧୁମାନଙ୍କୁ ମୋହରି। ରହୁଛି ନମସ୍କାର। ଅରୁପମ ଷ୍ଟାରରେ ଆପଣମାନଙ୍କ ଠାରୁ ବିଦାୟ ନେଉଛି ଲେଖିକା ଅନ୍ନପୂର୍ଣ୍ଣା।